ଆସନ୍ତୁ ତାହେଲେ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ହିତୋପଦେଶ 6 ପର୍ବର 24 ପଦରୁ ଆରମ୍ଭ କରି 8 ପର୍ବର 5 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଗତ ପାଠରେ ଆମେ ଈଶ୍ୱର କିପରି 7ଟି ବିଷୟକୁ ଘୃଣା କରନ୍ତି, ଆଉ ଏହାପରେ ଆମେ ଦେଖିଲୁ ଯେ ଯୁବା ମନୁଷ୍ୟ କିପରି ନିଜକୁ ଏହି ଜଗତ ମଧ୍ୟରେ ସତର୍କତାର ସହିତ ଜୀବନଯାପନ କରିବା ନିମନ୍ତେ ପ୍ରସ୍ତୁତ କରିବାକୁ ଅଛି, ତାହା ଆମେ ଲକ୍ଷ୍ୟ କରିଥିଲୁ। ଆଉ ଆଜି ମଧ୍ୟ ଆମେ ତହିଁର କ୍ରମଶଃ ଅଧ୍ୟୟନ କରି ଆଲୋଚନା କରିବା ନିମନ୍ତେ ଯିବା। ତେବେ ଦେଖନ୍ତୁ, ହିତୋପଦେଶ 6 ପର୍ବର 24 ପଦରୁ 25 ପଦ ମଧ୍ୟରେ ଏହିପରି ଲେଖା ଅଛି, ସେ ତୁମକୁ ଦୁଷ୍ଟା ସ୍ତ୍ରୀଠାରୁ ଓ ପର ସ୍ତ୍ରୀର ଜିହ୍ୱାର ଚାଟୁପାଦରୁ ରକ୍ଷା କରିବ। ତୁମ୍ଭ ଅନ୍ତଃକରଣରେ ତାହାର ସୌନ୍ଦର୍ଯ୍ୟକୁ ଲୋଭ କର ନାହିଁ, ଅବା ତାହାର କଟାକ୍ଷରେ ତୁମ୍ଭକୁ ଧରିବାକୁ ତାକୁ ଦିଅ ନାହିଁ। ଲକ୍ଷ୍ୟ କରନ୍ତୁ ଯେ ଯୁବା ମନୁଷ୍ୟ ଆପଣାର ହୃଦୟରେ ତାହାର ସୌନ୍ଦର୍ଯ୍ୟକୁ ସ୍ଥାନ ଦେବା ଉଚିତ ନୁହେଁ, କି ତାହାର ସୌନ୍ଦର୍ଯ୍ୟରେ ବାଇ ହେବା ଉଚିତ ନୁହେଁ। ଆମେ ମଧ୍ୟ ହିତୋପଦେଶ 4 ପର୍ବର 23 ପଦରେ ଏହିପରି ଲେଖା ଥିବାର ଲକ୍ଷ୍ୟ କରୁଅଛୁ, ତୁମ୍ଭ ହୃଦୟକୁ ଅତି ଯତ୍ନରେ ରଖ, ଯେହେତୁ ତହିଁରୁ ଜୀବନର ପ୍ରବାହ ଜନ୍ମେ। ତାଛଡ଼ା ଲକ୍ଷ୍ୟ କରନ୍ତୁ, ସେହି ସ୍ତ୍ରୀଠାରୁ ତାହାର ଜିହ୍ୱାର ଚାଟୁବାଦରୁ ସତର୍କ ରହିବା ନିମନ୍ତେ କିପରି ଯୁବା ମନୁଷ୍ୟକୁ ସତର୍କ କରାଇ ଦିଆଯାଇଅଛି। ଲେଖା ଅଛି, ତୁମ୍ଭ ଅନ୍ତଃକରଣରେ ତାହାର ସୌନ୍ଦର୍ଯ୍ୟକୁ ଲୋଭ କର ନାହିଁ। ପ୍ରଭୁ ଯୀଶୁ ମଧ୍ୟ ଏହି ବିଷୟ ନେଇ ମାଥ୍ୟୁ 5 ପର୍ବର 27 ଓ 28 ପଦରେ ଏହିପରି ପ୍ରକାଶ କରନ୍ତି, ତୁମେମାନେ ଶୁଣିଅଛ ଉକ୍ତ ଅଛି, ବ୍ୟଭିଚାର କର ନାହିଁ। କିନ୍ତୁ ମୁଁ ତୁମମାନଙ୍କୁ କହୁଅଛି, ଯେ କେହି କୌଣସି ସ୍ତ୍ରୀ ପ୍ରତି କାମ ଭାବରେ ଦୃଷ୍ଟିପାତ କରେ, ସେ ତାହା ସଙ୍ଗରେ ମନେ ମନେ ବ୍ୟଭିଚାର କଲାଣି। ତେଣୁ ଏଥିରୁ ଆମେ ଜାଣିବାକୁ ପାରୁଛୁ ଯେ ସମସ୍ତ ପାପ ଚିନ୍ତାଧାରା ମନୁଷ୍ୟର ହୃଦୟରୁ ହିଁ ଆରମ୍ଭ ହୁଏ। 6 ପର୍ବର 26 ପଦରେ ଲେଖା ଅଛି, ଯେହେତୁ ବେଶ୍ୟା ସକାଶୁ ଅନ୍ନ ଅଭାବ ଘଟାଇ ଆଉ ବ୍ୟଭିଚାରିଣୀ ସ୍ତ୍ରୀ ମନୁଷ୍ୟର ବହୁମୂଲ୍ୟ ପ୍ରାଣକୁ ଧରିବା ପାଇଁ ମୃଗୟା କରଇ। ବାସ୍ତବରେ ଆଜି ଅନେକ ଏହିପରି ପାପରେ ଲିପ୍ତ ରହି ସେମାନଙ୍କର ସର୍ବସ୍ୱ ହରାଇ ବସିଛନ୍ତି। ସେମାନଙ୍କର ସମସ୍ତ ଅର୍ଥ ଏହିପରି ବେଶ୍ୟା ବୃତ୍ତିରେ ବିନିଯୋଗ କରି ନିଜେ ଦରିଦ୍ର ହୁଅନ୍ତି। ଏହିପରି ଲୋକମାନେ ଅଛନ୍ତି ଯେଉଁମାନେ ଏକରୁ ଅଧିକ ସ୍ତ୍ରୀମାନଙ୍କ ସହିତ ସହବାସ କରି ନିଜର ପାରିବାରିକ ଜୀବନର କ୍ଷତି ଘଟାନ୍ତି। ଏହିପରି ସ୍ତ୍ରୀମାନେ ଅଛନ୍ତି ଯେଉଁମାନେ ଏକରୁ ଅଧିକ ପୁରୁଷମାନଙ୍କ ସହିତ ଅବୈଧ ସମ୍ପର୍କ ସ୍ଥାପନ କରିଅଛନ୍ତି। ଏମାନଙ୍କର ସଂଖ୍ୟା ମଧ୍ୟ ଗଣନା କରିବା ଅସମ୍ଭବ। ରାଜନୈତିକ କ୍ଷେତ୍ରରେ, ବ୍ୟବସାୟିକ କ୍ଷେତ୍ରରେ ଓ ସରକାରୀ କାର୍ଯ୍ୟାଳୟମାନଙ୍କ ମଧ୍ୟରେ ମଧ୍ୟ ଏହିପରି ଅନୈତିକ ତଥା ଅବୈଧ ସମ୍ପର୍କ ପରିଲକ୍ଷିତ ହୁଏ। ବର୍ତ୍ତମାନ ବ୍ୟଭିଚାର ଏକ ସାଧାରଣ ବିଷୟରେ ପରିଣତ ହୋଇଯାଇଅଛି। ଲୋକେ ଏହାକୁ ପାପ ବୋଲି ବିଚାର କରନ୍ତି ନାହିଁ, ମାତ୍ର ଏକ ଖେଳ ବୋଲି ଭାବନ୍ତି। ତେବେ ଏହି ସମସ୍ତ କିପରି ଆରମ୍ଭ ହୁଏ? ପ୍ରଭୁ କହନ୍ତି, ଏହା ହୃଦୟରୁ ଆରମ୍ଭ ହୁଏ, କାରଣ ସେ ଆମମାନଙ୍କୁ ସୃଷ୍ଟି କରିଅଛନ୍ତି ଓ ଆମମାନଙ୍କୁ ଜାଣନ୍ତି। ତେଣୁକରି ସେ କହନ୍ତି, ତୁମ୍ଭ ଅନ୍ତଃକରଣରେ ତାହାର ସୌନ୍ଦର୍ଯ୍ୟକୁ ଲୋଭ କର ନାହିଁ, କାରଣ ଏହା ମନୁଷ୍ୟର ହୃଦୟରୁ ହିଁ ଆରମ୍ଭ ହୋଇଥାଏ। 6 ପର୍ବର 27 ପଦରେ ଏହିପରି ଲେଖା ଅଛି, କେହି ଯେବେ ଆପଣା ବକ୍ଷସ୍ଥଳରେ ନିଆଁ ରଖେ, ତେବେ ତାହାର ବସ୍ତ୍ର କ'ଣ ପୋଡ଼ିଯିବ ନାହିଁ? ବାସ୍ତବରେ ଏହା ସତ୍ୟ। ଯଦି କେହି ଆପଣା ବକ୍ଷସ୍ଥଳରେ ନିଆଁ ରଖେ, ତାହେଲେ ତାହାର ବସ୍ତ୍ର ପୋଡ଼ିଯିବ। 28 ପଦରେ ଲେଖା ଅଛି, ଅବା କେହି ଯେବେ ଜ୍ୱଳନ୍ତା ଅଙ୍ଗାର ଉପରେ ଚାଲେ, ତେବେ ତାହାର ପାଦରେ କ'ଣ ଫୋଟକା ହେବ ନାହିଁ? ହଁ, ନିଶ୍ଚିତ ତାହାର ପାଦରେ ଫୋଟକା ହୋଇଯିବ। ଅନ୍ୟ ଅର୍ଥରେ କହିବାକୁ ଗଲେ, ବ୍ୟଭିଚାର ଏପରି ଏକ ପାପ ଯାହାର ପ୍ରତିଫଳ ତଥା ପରିଣାମ ଅତି ଭୟଙ୍କର ଓ ସୁନିଶ୍ଚିତ। କେହି କେବେ ତହିଁରୁ ପାର ପାଇପାରିବ ନାହିଁ। ଏହା ସେହି ଅଗ୍ନି ସଦୃଶ ଯାହାକି ମନୁଷ୍ୟର ସର୍ବନାଶ ଘଟାଇଥାଏ। ଯେଉଁମାନେ ସେହି ପାପକୁ ଲୁଚାଇ ରଖିବାକୁ ଚେଷ୍ଟା କରନ୍ତି, ସେମାନେ କେବେ ହେଲେ ଲୁଚାଇ ପାରିବେ ନାହିଁ, ବରଂ ସେମାନଙ୍କର ଅଧିକ କ୍ଷତି ହୁଏ। ଓ ଯେଉଁମାନେ ସେହି ପଥରେ
ଅତି ଶକ୍ତଗ୍ରୀବ ହୋଇ ଚାଲନ୍ତି, ସେମାନେ ନିଜର ଜୀବନ ପ୍ରତି ବିନାଶ ଘଟାନ୍ତି। ସେମାନଙ୍କର ଶରୀର ମଧ୍ୟ କ୍ଷତିଗ୍ରସ୍ତ ତଥା ବିନଷ୍ଟ ହୁଏ। ବ୍ୟଭିଚାର ଏପରି ଏକ ପାପ ଯାହା କେବଳ ଶରୀରର କ୍ଷତି ଘଟାଇ ନଥାଏ, ମାତ୍ର ଆତ୍ମାର ମଧ୍ୟ କ୍ଷତି ଘଟାଇଥାଏ, ଯେହେତୁ ଏହା ମନୁଷ୍ୟର ହୃଦୟରୁ ହିଁ ଆରମ୍ଭ ହୁଏ। ଏହାପରେ 6 ପର୍ବର 29 ପଦରେ ଲେଖା ଅଛି, ଆପଣା ପ୍ରତିବାସୀର ସ୍ତ୍ରୀଠାରେ ଯେଉଁ ବ୍ୟକ୍ତି ଗମନ କରେ ସେ ତଦ୍ରୂପ, ଯେ ତାହାକୁ ଛୁଅଁଇ ସେ ଅଦଣ୍ଡିତ ନୁହିବ। ଯଦି ଜଣେ ବ୍ୟକ୍ତି ବ୍ୟଭିଚାର କରେ ତାହେଲେ ସେ ନିର୍ଦ୍ଦୋଷ ବୋଲି ଗଣିତ ହୁଏ ନାହିଁ, ସେ ତହିଁ ନିମନ୍ତେ ଦଣ୍ଡିତ ହୁଏ। ତେବେ ବର୍ତ୍ତମାନ ଏକ ଦୃଷ୍ଟାନ୍ତକୁ ଲକ୍ଷ୍ୟ କରନ୍ତୁ। 6 ପର୍ବର 30 ପଦରେ ଲେଖା ଅଛି, ଚୋର କ୍ଷୁଧିତ ହୋଇ ପ୍ରାଣ ରକ୍ଷାର୍ଥେ ଯେବେ ଚୋରି କରଇ, ତେବେ ଲୋକେ ତାହାକୁ ତୁଚ୍ଛ କରନ୍ତି ନାହିଁ। ଯଦି ଜଣେ କ୍ଷୁଧାର୍ତ ତଥା ଅନାହାରରେ ଥିବା ବ୍ୟକ୍ତି ଚୋରି କରଇ, ତାହେଲେ ଲୋକେ ତାହା ପ୍ରତି ଦୟା ବହନ୍ତି ବା ତାହାକୁ ତୁଚ୍ଛ କରନ୍ତି ନାହିଁ, କାରଣ ସେ ନିଜର କ୍ଷୁଧାକୁ ସମ୍ବରଣ କରି ନ ପାରି ଚୋରି କଲା। କିନ୍ତୁ ସେ ଯଦି ଧରାପଡ଼େ ତାହେଲେ ତାହାକୁ 7 ଗୁଣ ଫେରାଇ ଦେବାକୁ ହେବ। ଏପରିକି 31 ପଦ ଅନୁଯାୟୀ ସେ ଏହା ଫେରାଇ ଦେବା ନିମନ୍ତେ ନିଜର ଗୃହକୁ ବନ୍ଧକ ରଖିପାରିବ। ଯଦି ଜଣେ ବ୍ୟକ୍ତି ଚୋରି କରିବା ସମୟରେ ଧରାପଡ଼େ ଓ ତାହାର ପିଲାମାନେ ଗୃହରେ ଭୋକିଲା ଥାନ୍ତି, ତାହେଲେ ସେହିପରି ପରିସ୍ଥିତିରେ ଆପଣ ତାହାର ବିଚାର କରନ୍ତୁ ନାହିଁ, ମାତ୍ର ତାହାକୁ ସାହାଯ୍ୟ କରନ୍ତୁ। 6 ପର୍ବର 32 ପଦରେ ଲେଖା ଅଛି, ପରଦାରଗାମୀ ପୁରୁଷ ନିତାନ୍ତ ନିର୍ବୋଧ, ଯେ ନିଜ ପ୍ରାଣ ନାଶ କରିବ ସେହି ତାହା କରଇ। ଏହା ନିରାଟ ସତ୍ୟ। ଆଜି ଏହି ବ୍ୟଭିଚାର ଲାଗି ଅନେକଙ୍କ ଜୀବନ ବିନଷ୍ଟ ହେଉଅଛି। ସ୍ୱାମୀ ପର ସ୍ତ୍ରୀଠାରେ ଆସକ୍ତ ହୋଇ ନିଜର ସ୍ତ୍ରୀ ଏପରିକି ପିଲାମାନଙ୍କୁ ମଧ୍ୟ ହତ୍ୟା କରିବା ନିମନ୍ତେ ପଛାଏ ନାହିଁ। ଏପରିକି ସ୍ତ୍ରୀ ମଧ୍ୟ ଅନ୍ୟ ପୁରୁଷ ପ୍ରତି ଆସକ୍ତ ହୋଇ ନିଜର ସ୍ୱାମୀ ତଥା ପିଲାମାନଙ୍କୁ ହତ୍ୟା କରିବା ନିମନ୍ତେ ପଛଘୁଞ୍ଚା ଦିଏ ନାହିଁ। ଆପଣ ଖବରକାଗଜରୁ ଓ ବିଭିନ୍ନ ପତ୍ରପତ୍ରିକାମାନଙ୍କରୁ ଏହିପରି ଅନେକ ଘଟଣା ଘଟିବାର ଜାଣିପାରୁଥିବେ। ଏହିପରି ବ୍ୟଭିଚାର ଜନିତ ପାପ ସ୍ୱାମୀର ଦୃଷ୍ଟିଗୋଚର ହେବା ଦ୍ୱାରା ସ୍ୱାମୀ ସ୍ତ୍ରୀକୁ ଅଥବା ସେହି ପର ପୁରୁଷକୁ ମଧ୍ୟ ହତ୍ୟା କରିଥାଏ, କିମ୍ବା ତାହା ସ୍ତ୍ରୀର ଦୃଷ୍ଟିଗୋଚର ହେବା ଦ୍ୱାରା ସ୍ତ୍ରୀ ସ୍ୱାମୀକୁ ମଧ୍ୟ ଘୃଣା ଦୃଷ୍ଟିରେ ଦେଖେ, କିମ୍ବା ସେହିପରି କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବା ଦ୍ୱାରା ନିଜର ସ୍ୱାମୀକୁ ମଧ୍ୟ ହତ୍ୟା କରିବା ନିମନ୍ତେ ପଛଘୁଞ୍ଚା ଦିଏ ନାହିଁ। ତେଣୁ ଯେଉଁମାନେ ବ୍ୟଭିଚାର କର୍ମରେ ଲିପ୍ତ ହୁଅନ୍ତି, ସେମାନେ କେବଳ ନିଜ ଶରୀର କିମ୍ବା ଆତ୍ମାର କ୍ଷତି ଘଟାନ୍ତି ନାହିଁ, ମାତ୍ର ଏଥିସହିତ ନିଜର ପରିବାର ତଥା ଅନ୍ୟ ପରିବାରର ମଧ୍ୟ କ୍ଷତି ଘଟାନ୍ତି। 6 ପର୍ବର 33 ପଦରେ ଲେଖା ଅଛି, ସେ ଆଘାତ ଓ ଅପମାନ ପାଇବ, ପୁଣି ତାହାର କଳଙ୍କ ମାର୍ଜିତ ହେବ ନାହିଁ। ଏହା ହିଁ ହେଉଛି ବ୍ୟଭିଚାର କର୍ମର ପ୍ରତିଫଳ। ଯଦି ଜଣେ ବ୍ୟଭିଚାର କର୍ମ କରିବା ସମୟରେ ଧରାପଡ଼େ, ତାହେଲେ ସେ ନିଜର ପାପ ସ୍ୱୀକାର କରି କ୍ଷମା ମାଗିଲେ ମଧ୍ୟ ତାହାର ଜୀବନରେ ଏକ କଳଙ୍କ ବା ଦାଗ ରହିଯାଏ। ଏପରିକି ସ୍ତ୍ରୀ ନିଜର ସ୍ୱାମୀକୁ କ୍ଷମା ଦେଲେ ମଧ୍ୟ ବା ସ୍ୱାମୀ ସ୍ତ୍ରୀକୁ କ୍ଷମା ଦେଲେ ମଧ୍ୟ ସେମାନଙ୍କ ମଧ୍ୟରୁ ସନ୍ଦେହର ମନୋଭାବ ଦୂର ହୋଇନଥାଏ ଓ ସେମାନେ ସେତେଦୂର ସୁଖକର ପାରିବାରିକ ଜୀବନ ଅତିବାହିତ କରିପାରନ୍ତି ନାହିଁ। କାରଣ ବ୍ୟଭିଚାର ଏପରି ଏକ କଳଙ୍କ ଯାହାକି ସହଜରେ ମାର୍ଜିତ ହୁଏ ନାହିଁ। ସେ ଲୋକମାନଙ୍କ ଦୃଷ୍ଟିରେ ତୁଚ୍ଛୀକୃତ ହୁଏ। 6 ପର୍ବର 34 ଓ 35 ପଦରେ ଲେଖା ଅଛି, ଯେହେତୁ ସ୍ତ୍ରୀ ବିଷୟକ ଈର୍ଷା ମନୁଷ୍ୟର ପ୍ରଚଣ୍ଡ କ୍ରୋଧର ବିଷୟ, ପ୍ରତିହିଂସା କରିବା ବେଳେ ସେ କିଛି କ୍ଷମା କରିବ ନାହିଁ, ସେ କୌଣସି ପ୍ରାୟଶ୍ଚିତକୁ ଗ୍ରାହ୍ୟ କରିବ ନାହିଁ, କିମ୍ବା ତୁମ୍ଭେ ବହୁତ ଲାଞ୍ଚ ଦେଲେ ହେଁ ସେ ମାନିବ ନାହିଁ। ଦେଖନ୍ତୁ, ବ୍ୟଭିଚାରର କର୍ମଫଳ କେତେ ଭୟଙ୍କର। କୌଣସି ସ୍ୱାମୀ ନିଜର ସ୍ତ୍ରୀକୁ ବ୍ୟଭିଚାରିଣୀ ବୋଲି ଜାଣିଲେ ବା ସ୍ତ୍ରୀ ସ୍ୱାମୀକୁ ବ୍ୟଭିଚାରୀ ବୋଲି ଜାଣିଲେ ତାହା ସହ୍ୟ କରିବା ସେମାନଙ୍କ ପକ୍ଷେ ଅତି କଷ୍ଟକର। ଏପରିକି ତାହାକୁ କ୍ଷମା ଦେବା ମଧ୍ୟ ଅତି କଷ୍ଟକର ହୋଇଥାଏ। ତାହାର ମନରେ ପ୍ରତିହିଂସାର ଭାବ ଉଦ୍ରେକ ହୋଇଥାଏ। ତାହାର ମନରେ ପ୍ରଚଣ୍ଡ କ୍ରୋଧଜାତ ହୋଇଥାଏ ଓ ସେ ପ୍ରତିହିଂସା କରିବା ବେଳେ କିଛି କ୍ଷମା କରିପାରେ ନାହିଁ। ଏହା କ'ଣ ଆଜି ଘଟୁନାହିଁ କି? ଆଜି ଯଦି ଖବରକାଗଜମାନଙ୍କରେ ପ୍ରକାଶ ପାଉଥିବା ନରହତ୍ୟା ଘଟଣାଗୁଡ଼ିକୁ ଲକ୍ଷ୍ୟ କରିବେ, ତାହେଲେ ଅଧିକାଂଶ ହତ୍ୟା ଘଟଣା ଏହି ବ୍ୟଭିଚାରକୁ କେନ୍ଦ୍ର କରି ଘଟୁଅଛି। କାରଣ ବ୍ୟଭିଚାର ଈଶ୍ୱରଙ୍କ ଦୃଷ୍ଟିରେ ତଥା ମନୁଷ୍ୟ ଦୃଷ୍ଟିରେ ମହାପାପ ଓ ଯେଉଁମାନେ ଏହି ପାପରେ ପତିତ ହୁଅନ୍ତି ସେମାନେ ତହିଁର ପ୍ରତିଫଳ ଭୋଗ କରନ୍ତି। ଆସନ୍ତୁ ବର୍ତ୍ତମାନ ଆମେ ହିତୋପଦେଶର 7 ପର୍ବ ମଧ୍ୟକୁ ଯିବା। ଏହି ପର୍ବରେ ମଧ୍ୟ ଆମେ
6 ପର୍ବ ମଧ୍ୟରେ ନିହିତ ହୋଇଥିବା ବିଷୟବସ୍ତୁର କ୍ରମଶଃ ଲକ୍ଷ୍ୟ କରିବାକୁ ଯିବା। ଏହି ପର୍ବର ମୁଖ୍ୟ ଚିନ୍ତାଧାରା ହେଉଛି ଜଣେ ଦୁଷ୍ଟା ସ୍ତ୍ରୀ ପ୍ରତି ସତର୍କତା ବା ସାବଧାନତା ରକ୍ଷା କରିବା। 7 ପର୍ବର ପ୍ରଥମ 5 ପଦରେ ଏହିପରି ଲେଖା ଅଛି, ହେ ମୋହର ପୁତ୍ର, ମୋର କଥା ସବୁ ପାଳନ କର ଓ ମୋର ଆଜ୍ଞା ସବୁ ଆପଣା ନିକଟରେ ସଞ୍ଚୟ କରି ରଖ। ମୋର ଆଜ୍ଞା ସବୁ ପାଳନ କର, ବଞ୍ଚିବ ଓ ଆପଣା ଚକ୍ଷୁର ତାରା ପରି ମୋର ବ୍ୟବସ୍ଥା ରକ୍ଷା କର। ତୁମର ସମସ୍ତ ଅଙ୍ଗୁଳିରେ ତାହା ବାନ୍ଧ, ତୁମର ହୃଦୟ ପଟାରେ ତାହା ସବୁ ଲେଖି ରଖ। ଜ୍ଞାନକୁ କୁହ, ତୁମ୍ଭେ ମୋହର ଭଗିନୀ, ଆଉ ସୁବିବେଚନାକୁ ତୁମ୍ଭର ଜ୍ଞାତି ବୋଲି କୁହ। ତହିଁରେ ସେମାନେ ପରସ୍ତ୍ରୀଠାରୁ ଅର୍ଥାତ୍ ଚାଟୁବାଦିନୀ ପରକୀୟାଠାରୁ ତୁମ୍ଭକୁ ରକ୍ଷା କରିବେ। ବର୍ତ୍ତମାନ ସେ ଏହି ବିଷୟକୁ ପ୍ରକାଶ କରି ପ୍ରକୃତ ଘଟଣା ମଧ୍ୟକୁ ଚାଲିଯାଆନ୍ତି, କାରଣ ସେ ବର୍ତ୍ତମାନ ଯେଉଁ ଘଟଣାକୁ ପ୍ରକାଶ କରିବାକୁ ଯାଆନ୍ତି, ତହିଁରୁ ଯଦି ଜଣେ ନିଜକୁ ରକ୍ଷା କରିବାକୁ ଚାହେଁ, ତାହେଲେ ତାହାକୁ ଈଶ୍ୱରଙ୍କ ବାକ୍ୟରେ ମନୋଯୋଗ କରିବାକୁ ହେବ ଓ ସେହି ବାକ୍ୟ ଅନୁଯାୟୀ ଜୀବନଯାପନ କରିବାକୁ ହେବ। ଏପରିକି ନିଜର ପିତାମାତାଙ୍କ ଆଦେଶକୁ ପାଳନ କରି ତାହାଙ୍କର ବଶୀଭୂତ ହୋଇ ରହିବାକୁ ହେବ। ସେ ବର୍ତ୍ତମାନ ଏଠାରେ ଗୋଟିଏ ଜୀବନକୁ ଦୃଷ୍ଟାନ୍ତ ସ୍ୱରୂପେ ବ୍ୟବହାର କରନ୍ତି। 7 ପର୍ବର 6 ପଦରୁ 9 ପଦ ମଧ୍ୟରେ ଲେଖା ଅଛି, ମୁଁ ଆପଣା ଗୃହର ଝରକାର ଜାଲି ପରଦା ଦେଇ ନିରୀକ୍ଷଣ କରୁଥିଲି। ତହିଁରେ ମୁଁ ଦେଖିଲି, ଅଜ୍ଞାନମାନଙ୍କ ମଧ୍ୟରେ ଓ ଚିହ୍ନିଲି ଯୁବାମାନଙ୍କ ମଧ୍ୟରେ ଜଣେ ବୁଦ୍ଧିବିହୀନ ଯୁବା ଲୋକ ବ୍ୟଭିଚାରିଣୀର ଗୃହକୋଣ ନିକଟସ୍ଥ ଗଳି ଦେଇ ଯାଉ ଯାଉ ତାହାର ଗୃହକୁ ଯିବା ପଥରେ ଚାଲିଲା। ସେତେବେଳେ ଗୋଧୂଳି ସମୟ, ଦିନାବସାନ ହେଉଥିଲା, ରାତ୍ରିର କାଳିମା ଓ ଅନ୍ଧକାର ସମୟ। ଦେଖନ୍ତୁ, ଏହି ପ୍ରକାର ଯୁବା ମନୁଷ୍ୟଟି ଭୁଲ ପଥରେ ବା ସେହି ବିନାଶର ପଥରେ ଅଗ୍ରସର ହେଉଅଛି। 7 ପର୍ବର 10 ପଦରୁ 14 ପଦ ମଧ୍ୟରେ ଏହିପରି ଲେଖା ଅଛି, ତହିଁରେ ଦେଖ, ଜଣେ ସ୍ତ୍ରୀ ତାହା ସଙ୍ଗେ ଭେଟିଲା। ସେ ବେଶ୍ୟା ବେଶଧାରିଣୀ ଓ ଅନ୍ତଃକରଣରେ ଚତୁରୀ। ସେ ବଡ଼ ତୁଣ୍ଡେଇ ଓ ଅବାଧ୍ୟା। ତାହାର ପାଦ ନିଜ ଗୃହରେ ରହେ ନାହିଁ। ସେ କେବେ କେବେ ସଡ଼କରେ, କେବେ କେବେ ଛକରେ ଥାଏ ଓ ପ୍ରତ୍ୟେକ କୋଣରେ ଅପେକ୍ଷାରେ ବସିଥାଏ। ସେହି ସ୍ତ୍ରୀ ତାହାକୁ ଧରି ଚୁମ୍ବନ କଲା ଆଉ ନିର୍ଲଜ୍ଜ ମୁଖରେ ତାହାକୁ କହିଲା, ମଙ୍ଗଳାର୍ଥକ ବଳି ମୋ ନିକଟରେ ଅଛି। ମୁଁ ଆଜି ଆପଣାର ମାନତ ପୂର୍ଣ୍ଣ କରିଅଛି। ଲକ୍ଷ୍ୟ କରନ୍ତୁ, ସେହି ଦୁଷ୍ଟା ସ୍ତ୍ରୀ ନିଜକୁ ଧାର୍ମିକା ବୋଲି ପରିଚୟ ଦେଉଅଛି। ସେ ତାହାର ମନରେ ବିଶ୍ୱାସ ଜନ୍ମାଇବାକୁ ଚାହେଁ ଯେ ଈଶ୍ୱରଙ୍କ ସହିତ ତାହାର ସମ୍ପର୍କ ଅତି ଘନିଷ୍ଠ। ସେ କହୁଛି, ମଙ୍ଗଳାର୍ଥକ ବଳି ମୋ ନିକଟରେ ଅଛି। ମୁଁ ଆଜି ଆପଣାର ମାନତ ପୂର୍ଣ୍ଣ କରିଅଛି। ଅର୍ଥାତ୍ ସେ କହିବାକୁ ଚାହେଁ ଯେ ସେ ଅତି ଧର୍ମପରାୟଣା ସ୍ତ୍ରୀ। ଆଜି ମଧ୍ୟ ଅନେକ ସ୍ତ୍ରୀମାନେ ଏହିପରି ଭକ୍ତିର ଭେକ ଧରି ଅନେକଙ୍କୁ ସେମାନଙ୍କର ଚାଟୁବାଦରେ ଭୁଲାଇ ନିଅନ୍ତି। ସେମାନେ ନିଜକୁ ଅତି ସତୀ ନାରୀ ବୋଲି ଦେଖାଇ ହୁଅନ୍ତି। 15 ପଦରେ ଲେଖା ଅଛି, ଏଣୁ ତୁମ୍ଭ ସଙ୍ଗେ ଦେଖା କରିବାକୁ ବାହାରକୁ ଆସିଲି ଓ ଯତ୍ନରେ ତୁମ୍ଭ ମୁଖ ଅନ୍ୱେଷଣ କରିବାକୁ ଆସିଅଛି, ଆଉ ତୁମ୍ଭକୁ ପାଇଲି। ଅନ୍ୟ ଅର୍ଥରେ କହିବାକୁ ଗଲେ, ସେହି ସ୍ତ୍ରୀ ତାହାକୁ କହିବାକୁ ଚାହେଁ ଯେ ମୁଁ ମୋର ଜୀବନରେ କେବଳ ତୁମ୍ଭକୁ ଦେଖିବି ବୋଲି ଅପେକ୍ଷା କରି ରହିଥିଲି ଓ ଶେଷରେ ମୁଁ ତୁମ୍ଭକୁ ପାଇପାରିଲି। ଏହାପରେ 16ରୁ 20 ପଦରେ ଲେଖା ଅଛି, ମୁଁ ସୁଜନୀ ଓ ମିଶ୍ରୀୟ ସୂକ୍ଷ୍ମ ସୂତ୍ରର ଡୋରିଆ ବସ୍ତ୍ର ଆପଣା ପଲଙ୍କରେ ବିଛାଇ ଅଛି। ପୁଣି ଗନ୍ଧରସ ଓ ଅଗୁରୁ ଓ ଦାରୁଚିନିରେ ମୋର ଶଯ୍ୟା ସୁବାସିତ କରିଅଛି। ଆସ, ଆମ୍ଭେମାନେ ପ୍ରଭାତ ଯାଏ କାମରସରେ ମତ୍ତ ଓ ପ୍ରେମରେ ଭୋଳ ହେଉ। ଯେହେତୁ କର୍ତ୍ତା ଘରେ ନାହାନ୍ତି, ସେ ଦୂରଯାତ୍ରା କରିଅଛନ୍ତି। ସେ ତୋଡ଼ାଏ ଟଙ୍କା ସଙ୍ଗରେ ନେଇ ଯାଇଅଛନ୍ତି। ସେ ପୂର୍ଣ୍ଣିମା ସମୟରେ ଫେରିଆସିବେ। ସେ ସେହି ପୁରୁଷକୁ ଜଣାଇଦିଏ ଯେ ତାହାର ସ୍ୱାମୀ ଘରେ ନାହାନ୍ତି, ମାତ୍ର ସେ ସହର ବାହାରକୁ ଚାଲିଯାଇଅଛନ୍ତି ଓ ସେ କେତେକ ଦିନ ପର୍ଯ୍ୟନ୍ତ ବାହାରେ ରହିବେ। ସେ ଏବେ ଫେରିବେ ନାହିଁ। ଏହାପରେ 21ରୁ 23 ପଦରେ ଲେଖା ଅଛି, ଏହି ରୂପେ ଅନେକ ମଧୁର ଭାଷା କହି ସେ ତାହାର ମନ ହରଣ କଲା। ଓଷ୍ଠାଧରର ଚାଟୁବାଦରେ ତାହାକୁ ଓଟାରି ନେଲା। ଯେପରି ଗୋରୁ ହତ ହେବାକୁ ଯାଏ ଓ ଯେପରି ବେଡ଼ି ପିନ୍ଧିବା ଲୋକ ନିର୍ବୋଧର ଦଣ୍ଡ ପାଇବାକୁ ଯାଏ,
ସେପରି ସେ ସେହି କ୍ଷଣି ତାହାର ପଛେ ପଛେ ଗଲା। ଆଉ ଯେପରି ପକ୍ଷୀ ଫାନ୍ଦକୁ ପ୍ରାଣନାଶକ ନ ଜାଣି ତହିଁରେ ପଡ଼ିବାକୁ ବେଗେ ଉଡ଼ଇ ଶେଷରେ ତାହାର ଯକୃତ ସେହିପରି ତୀର ଦ୍ୱାରା ବିଦ୍ଧ ହେଲା। ଦେଖନ୍ତୁ, ଏହା କେଡ଼େ ଦୁଃଖର ବିଷୟ, ଏହା କେତେ ଭୟଙ୍କର ଦୃଶ୍ୟ। ସେହି ପୁରୁଷ ଶେଷରେ ତାହାର ଶିକାର ହେଲା। ବର୍ତ୍ତମାନ ଏକ ସତର୍କବାଣୀ ଦିଆଯାଇଥିବାର ଆମେ ଲକ୍ଷ୍ୟ କରିବାକୁ ପାରିବା। 7 ପର୍ବର 24-27 ପଦ ମଧ୍ୟରେ ଲେଖା ଅଛି, ଏଣୁ ହେ ମୋହର ପୁତ୍ରମାନେ, ମୋହର କଥା ଶୁଣ, ମୋ ମୁଖର ବାକ୍ୟରେ ମନୋନିବେଶ କର। ତୁମ୍ଭର ଚିତ୍ତ ତାହାର ମାର୍ଗରେ ନ ଯାଉ, ତୁମ୍ଭେ ତାହାର ପଥରେ ବିପଦଗାମୀ ହୁଅ ନାହିଁ। ଯେହେତୁ ସେ ଅନେକଙ୍କୁ କ୍ଷତବିକ୍ଷତ କରି ପକାଇଅଛି, ହଁ ତାହାର ହତ ଲୋକ ସକଳ ଅପାର। ତାହାର ଗୃହ ପାତାଳକୁ ଯିବାର ବାଟ, ଯାହା ମୃତ୍ୟୁର ଆଳୟକୁ ଯାଏ। ଏହି ସତର୍କବାଣୀ ଆକ୍ଷରିକ ଭାବେ ଗୃହୀତ ହେବା ବାଞ୍ଛନୀୟ। ଏତଦ୍ ବ୍ୟତୀତ ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ମଧ୍ୟ ଏଥିରୁ ଏକ ଆତ୍ମିକ ଶିକ୍ଷା ମିଳେ। ଈଶ୍ୱରଙ୍କ ବାକ୍ୟ ଆତ୍ମିକ ବ୍ୟଭିଚାର ବିଷୟ ନେଇ ମଧ୍ୟ ଅନେକ କିଛି ପ୍ରକାଶ କରେ। ଯେତେବେଳେ ଈଶ୍ୱରଙ୍କ ସନ୍ତାନମାନେ ଈଶ୍ୱରଙ୍କୁ ପରିତ୍ୟାଗ କରି ପ୍ରତିମାଗଣର ପଶ୍ଚାଦଗାମୀ ହେଲେ, ସେତେବେଳେ ଈଶ୍ୱର ଏହାକୁ ବ୍ୟଭିଚାର ବୋଲି କହିଲେ। ସେମାନେ ପ୍ରତିମା ପୂଜା ରୂପକ ଫାଶରେ ପଡ଼ିଲେ ଓ ଈଶ୍ୱରଙ୍କ ଦ୍ୱାରା ବିଚାରିତ ହେଲେ। ସେମାନେ ସତ୍ୟ ତଥା ଜୀବନ୍ତ ଈଶ୍ୱରଙ୍କୁ ପରିତ୍ୟାଗ କରି ଅସତ୍ୟରେ ଗଲେ। ସେମାନେ ତାହାଙ୍କ ସହ ସଂଯୁକ୍ତ ହେବା ପରିବର୍ତ୍ତେ ତାହାଙ୍କଠାରୁ ବିଚ୍ଛିନ୍ନ ହେଲେ। ତାହା ହିଁ ଥିଲା ଆତ୍ମିକ ବ୍ୟଭିଚାର। ପ୍ରିୟ ବନ୍ଧୁ, ଆଜି ଧର୍ମ ନାମରେ ଅନେକ କିଛି ଶିକ୍ଷା ଦିଆଯାଉଅଛି, ଯାହାକି ଅତି ଶ୍ରୁତିମଧୁର, ଓ ଅନେକ ପୂଜା ପର୍ବାଣୀ ଇତ୍ୟାଦି ପାଳନ କରାଯାଉଅଛି, ଯାହାକି ଅତି ଆକର୍ଷଣୀୟ ଓ ମନମୁଗ୍ଧକର। ମାତ୍ର ତଦ୍ୱାରା କ'ଣ ପ୍ରକୃତିରେ ଆମେ ଜୀବନ ପାଇପାରୁ? ପ୍ରକୃତିରେ କ'ଣ ଏହା ଆମମାନଙ୍କୁ ମାନସିକ ଓ ଆତ୍ମିକ ଭାବେ ଶାନ୍ତି ଦେଇପାରେ? ଆଜି ଅନେକ ଲୋକ ଏହିପରି ଭାବେ ମନୁଷ୍ୟମାନଙ୍କର ଭ୍ରାନ୍ତ ଶିକ୍ଷାରେ ଓ କାଳ୍ପନିକ ଶିକ୍ଷାରେ ପରିଚାଳିତ ହୋଇ ସତ୍ୟ ତଥା ଜୀବନ୍ତ ଈଶ୍ୱରଙ୍କଠାରୁ ଦୂରେଇ ଯାଉଛନ୍ତି। ସତ୍ୟ ଈଶ୍ୱର କିଏ ତାହା ସେମାନେ ଏପର୍ଯ୍ୟନ୍ତ ମଧ୍ୟ ଜାଣିପାରିନାହାନ୍ତି। ସତ୍ୟ ଈଶ୍ୱରଙ୍କ ବିଷୟରେ ଜାଣିଲେ ମଧ୍ୟ ସେମାନେ ଏପରି ଅନ୍ଧବିଶ୍ୱାସର ଫାଶରେ ପଡ଼ିଯାଇଅଛନ୍ତି ଯେ ତହିଁରୁ ମୁକୁଳିବା ସେମାନଙ୍କ ପକ୍ଷେ ଅତି କଷ୍ଟକର। ସେମାନେ ସାମାଜିକ ପ୍ରଥା ଓ ପରମ୍ପରା ମଧ୍ୟରେ ଏତେ ଦୂର ବାନ୍ଧି ହୋଇଯାଇଅଛନ୍ତି ଯେ ତହିଁରୁ ମୁକୁଳିବା ସେମାନଙ୍କ ପକ୍ଷେ ଅତି କଷ୍ଟକର। ମାତ୍ର ଈଶ୍ୱର ତହିଁରେ ସନ୍ତୁଷ୍ଟ ନୁହନ୍ତି, କାରଣ ସେ ଜୀବନ୍ତ ଈଶ୍ୱର। ସେ ମନୁଷ୍ୟର ଅଧୀନରେ ରହିବାକୁ ଚାହାନ୍ତି ନାହିଁ କି ମନୁଷ୍ୟ ତାହାଙ୍କୁ ନିର୍ମାଣ କରିନପାରେ। ମାତ୍ର ସେ ମନୁଷ୍ୟକୁ ନିର୍ମାଣ କରିଅଛନ୍ତି ଓ ମନୁଷ୍ୟକୁ ତାହାଙ୍କର ଅଧୀନ କରିଅଛନ୍ତି। ସେ ଆଜି ମନୁଷ୍ୟ ସହିତ ସହଭାଗିତା ସ୍ଥାପନ କରିବାକୁ ଚାହାନ୍ତି, ଆଉ ତାହା କୌଣସି ନିର୍ଜୀବ ବା ମୃତ ବସ୍ତୁ ମଧ୍ୟ ଦେଇ ନୁହେଁ, ମାତ୍ର ଜୀବନ୍ତ ଓ ସତ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧ୍ୟ ଦେଇ। ସେହି ଯୀଶୁଖ୍ରୀଷ୍ଟ ଆଜି ମଧ୍ୟ ଜୀବିତ ଓ ସେ ଆଜି ମଧ୍ୟ ଆମମାନଙ୍କୁ ଉଦ୍ଧାର କରି ତାହାଙ୍କର କରିବାକୁ ଚାହାନ୍ତି। ସେ ଚାହାନ୍ତି ଆମେ ଯେପରି ଅନ୍ୟ କୌଣସି ମୂକ ପ୍ରତିମା ସହିତ ସମ୍ପର୍କ ସ୍ଥାପନ ନ କରି ତାହାଙ୍କ ସହ ସମ୍ପର୍କ ସ୍ଥାପନ କରୁ, ତାହାଙ୍କଠାରେ ଏକ ହେଉ। ସଂସାର କିମ୍ବା ସେଥିରେ ଥିବା ବିଷୟ ସବୁକୁ ପ୍ରେମ ନ କରି ଈଶ୍ୱରଙ୍କୁ ପ୍ରେମ କରୁ। ତେଣୁ ଆସୁ ନିଜ ନିଜର ବିପଥ ଗମନରୁ ଫେରି ବାସ୍ତବ ଈଶ୍ୱରଙ୍କ ସହ ସଂଯୁକ୍ତ ହେବା ନିମନ୍ତେ ଚେଷ୍ଟା କରୁ। ଆଜି ଅନେକ ନିଜର ଧର୍ମକର୍ମ ନେଇ ବା ଉତ୍ତମ କର୍ମ ନେଇ ପରିତ୍ରାଣର ଅଧିକାରୀ ହେବା ପାଇଁ ଚେଷ୍ଟା କରନ୍ତି ବା ଈଶ୍ୱରଙ୍କ ସାନ୍ନିଧ୍ୟ ଲାଭ କରିବା ନିମନ୍ତେ ଇଚ୍ଛା କରନ୍ତି, ମାତ୍ର ତାହା ସମ୍ଭବ ନୁହେଁ। ଆଉ ଯେଉଁମାନେ କହନ୍ତି ଯେ ସେମାନେ ସେମାନଙ୍କର ଉତ୍ତମ କର୍ମ ନେଇ ଈଶ୍ୱରଙ୍କ ନିକଟରେ ଗୃହୀତ ହୋଇପାରିବେ ବୋଲି, ସେମାନେ ଭୁଲ ଶିକ୍ଷା ଦିଅନ୍ତି। କାରଣ ଆମ୍ଭେମାନେ ଅପବିତ୍ର ତଥା ପାପୀ ମନୁଷ୍ୟ। ତେଣୁ ଯେପର୍ଯ୍ୟନ୍ତ ଆମମାନେ ପାପରୁ କ୍ଷମାପ୍ରାପ୍ତ ହୋଇନାହୁଁ ଓ ଖ୍ରୀଷ୍ଟଙ୍କର ପବିତ୍ର ରକ୍ତ ଦ୍ୱାରା ଶୁଚି ହୋଇନାହୁଁ, ଅର୍ଥାତ୍ ଖ୍ରୀଷ୍ଟଙ୍କ ଦ୍ୱାରା ପବିତ୍ର ବୋଲି ଗଣିତ ହୋଇନାହୁଁ, ସେ ପର୍ଯ୍ୟନ୍ତ ଆମମାନେ ଆମମାନଙ୍କର ଉତ୍ତମ କର୍ମ ଦ୍ୱାରା କେବେ ହେଲେ ଈଶ୍ୱରଙ୍କ ନିକଟରେ ଗୃହୀତ ହୋଇପାରିବା ନାହିଁ କି ପରିତ୍ରାଣର ଅଧିକାରୀ ହୋଇପାରିବା ନାହିଁ। ଆସନ୍ତୁ ଏହାପରେ ଆମେ 8 ପର୍ବ ମଧ୍ୟକୁ ଯିବା। ବର୍ତ୍ତମାନ ଯୁବା ମନୁଷ୍ୟ ପ୍ରତି ଜ୍ଞାନର ଡାକରା ସମ୍ପର୍କରେ କିଛି ଆଲୋଚନା କରିବା ନିମନ୍ତେ ଯିବା। 8 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଜ୍ଞାନ କ'ଣ ଡାକେ ନାହିଁ, ବୁଦ୍ଧି କ'ଣ ଉଚ୍ଚସ୍ୱର କରେ ନାହିଁ। ଏଥିପୂର୍ବରୁ ଆମେ ଦେଖିସାରିଛୁ ଯେ ଯୁବା ମନୁଷ୍ୟ ସେହି ଜ୍ଞାନର ବିଦ୍ୟାଳୟକୁ ପରିତ୍ୟାଗ କରିବା ନିମନ୍ତେ ପ୍ରଲୋଭିତ ହୋଇଅଛି। ସେ ବିଭିନ୍ନ ଧର୍ମ ସଂକ୍ରାନ୍ତୀୟ ଭ୍ରାନ୍ତ ଶିକ୍ଷାର ଓ ମନୁଷ୍ୟମାନଙ୍କର କାଳ୍ପନିକ ମତବାଦର ସମ୍ମୁଖୀନ ହୋଇଅଛି। ବର୍ତ୍ତମାନ ଆମେ ଏହି ପର୍ବରେ ଲକ୍ଷ୍ୟ କରୁଅଛୁ ଯେ ଜ୍ଞାନ ତାହା ପ୍ରତି ଡାକରା ଦେଇଅଛି ଓ ବୁଦ୍ଧି ଉଚ୍ଚସ୍ୱର କରୁଅଛି। ବାସ୍ତବରେ ଈଶ୍ୱରଙ୍କ ଲୋକମାନେ ବର୍ତ୍ତମାନ ସେହିପରି ଡାକରା ଦେବା ଉଚିତ। ସେମାନେ ସେହି ବିନାଶର ପଥରେ ଯାଉଥିବା ଯୁବା ଯୁବତୀମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବା ଉଚିତ।
ସେମାନେ ନିଜର ବ୍ୟକ୍ତିଗତ ଜୀବନର ସାକ୍ଷ୍ୟ ଦ୍ୱାରା ସେହି ଯୁବତୀମାନଙ୍କୁ ପ୍ରଭୁଙ୍କ ନିକଟକୁ କଢ଼ାଇ ଆଣିବା ଉଚିତ। ବର୍ତ୍ତମାନ ଆପଣ ଲକ୍ଷ୍ୟ କରିବାକୁ ପାରିବେ ଯେ ଯୁବତୀମାନଙ୍କୁ ବିଭିନ୍ନ ଉପାୟରେ ପ୍ରଲୁବ୍ଧ କରାଯାଇ ସେମାନଙ୍କୁ ବିନାଶର ପଥରେ ଯିବା ନିମନ୍ତେ ପ୍ରୋତ୍ସାହିତ କରାଯାଉଛି। ଟେଲିଭିଜନ ମାଧ୍ୟମରେ, ବ୍ୟବସାୟିକ କ୍ଷେତ୍ରରେ, ରାଜନୈତିକ କ୍ଷେତ୍ରରେ ନାନା ପ୍ରକାର ଭ୍ରାନ୍ତ ଧର୍ମମତ ଦ୍ୱାରା ସେମାନଙ୍କୁ ସେହି ବିନାଶର ପଥରେ ଯିବା ନିମନ୍ତେ ପ୍ରଲୋଭିତ କରାଯାଉଛି। ତେଣୁ ସେମାନଙ୍କ ନିକଟରେ ଜ୍ଞାନ ଓ ବୁଦ୍ଧିର ବାକ୍ୟ ପ୍ରଚାର କରି ସେମାନଙ୍କୁ ବିନାଶର ପଥରୁ ରକ୍ଷା କରିବା ନିତାନ୍ତ ଆବଶ୍ୟକ। 8 ପର୍ବର 2 ପଦରୁ 5 ପଦ ମଧ୍ୟରେ ଏହିପରି ଲେଖା ଅଛି, ସେ ପଥପାର୍ଶ୍ୱସ୍ଥ ଉଚ୍ଚସ୍ଥାନ ମୁଣ୍ଡରେ ବାଟ ସବୁର ସଂଯୋଗ ସ୍ଥାନରେ ଠିଆ ହୁଏ। ସେ ନଗରଦ୍ୱାର ନିକଟରେ ନଗରର ପ୍ରବେଶ ଦ୍ୱାରର ପ୍ରବେଶ ସ୍ଥାନରେ ଥାଇ ଉଚ୍ଚସ୍ୱରରେ ଡାକି କହେ, ହେ ମନୁଷ୍ୟଗଣ, ମୁଁ ତୁମମାନଙ୍କୁ ଡାକୁଅଛି, ପୁଣି ମନୁଷ୍ୟ ସନ୍ତାନଗଣ ପ୍ରତି ମୋହର ରବ ଅଛି। ହେ ନିର୍ବୋଧ ଲୋକେ, ସତର୍କତାର କଥା ବୁଝ। ହେ ମୂର୍ଖ ଲୋକେ, ତୁମମାନେ ସୁବିବେକୀ ମନା ହୁଅ। ଦେଖନ୍ତୁ, ଏହି କାରଣରୁ ଆଜି ବେତାର ଯୋଗେ ମଧ୍ୟ ଈଶ୍ୱରଙ୍କ ବାକ୍ୟ ପ୍ରଚାରିତ ହେଉଅଛି। ସେହି ଜ୍ଞାନର ବିଦ୍ୟାଳୟକୁ ଆସିବା ନିମନ୍ତେ ଏହି ବେତାର ମାଧ୍ୟମରେ ଡାକରା ଦିଆଯାଏ। ସେହି ଯୀଶୁଖ୍ରୀଷ୍ଟଙ୍କ ନିକଟକୁ ଫେରି ଆସିବା ନିମନ୍ତେ ସୁସମ୍ବାଦ ଘୋଷଣା କରାଯାଏ। କାରଣ ସେ ଆମମାନଙ୍କ ନିମନ୍ତେ ଜ୍ଞାନ ସ୍ୱରୂପ। ସେ ନିଜେ ହିଁ ସେହି ଜ୍ଞାନ। ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଓ ତାହାଙ୍କୁ ଗ୍ରହଣ କରିବା ଦ୍ୱାରା ମନୁଷ୍ୟ ଜ୍ଞାନ ପ୍ରାପ୍ତ ହୁଏ। ସେହି ଯୀଶୁଖ୍ରୀଷ୍ଟ ସମଗ୍ର ଜଗତର ଉଦ୍ଧାରକର୍ତ୍ତା। ଯେଉଁମାନେ ତାହାଙ୍କର ସ୍ୱର ଶୁଣନ୍ତି ଓ ତାହାଙ୍କର ପଛରେ ଚାଲନ୍ତି, ସେମାନେ ତାହାଙ୍କର ମେଷ ରୂପେ ଗଣିତ ହୁଅନ୍ତି ଓ ସେ ସେମାନଙ୍କୁ ବିନାଶରୁ ରକ୍ଷା କରନ୍ତି। ତେଣୁ ଆସ, ସେହି ଖ୍ରୀଷ୍ଟଙ୍କ ନିକଟକୁ ଫେରିଆସି ଉଦ୍ଧାରପ୍ରାପ୍ତ ହେଉ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।